ହଠାତ୍ ପଛରୁ ଶୁଭିଲା, ଭାଇ। ଏତେ ବର୍ଷ ପରେ ମୁଁ ଏ କଣ୍ଠସ୍ୱର ଶୁଣି ନିଶ୍ଚିତ ଭାବେ କହିଦେଇପାରେ ଏ ସ୍ୱର କେବଳ ସୁମତିର। ତାର ଭାଇ ଡାକରେ ଥାଏ ଅଶେଷ ପ୍ରେମ, ଶ୍ରଦ୍ଧା, ଭଲ ପାଇବା। ପଛକୁ ଦେଖେ ତ ସୁମତି ଠିଆ ହେଇଛି, ନୀଳ ଚୁଡ଼ିଦାର, ଖୋଲା କେଶ ଆଉ ବ୍ୟାଗ୍ ଧରି। ମଥାରେ କଳା ବିନ୍ଦି ନାଇଁ, ବହୁତ ସୁନ୍ଦର ଦିଶୁଥିଲା ସେଦିନ। ହଁ, ଟିକେ ବଡ଼ ପିଲା ହେଇଗଲାଣି, ହେଲେ ତାର ଭଲ ପାଇବା ସେମିତି ଅଛି। ମୁଁ କହିଲି, ତୁ କ'ଣ ଏଠି? ସେ କହିଲା, ମୁଁ ଯାଉଛି ବ୍ରହ୍ମପୁର କୌଣସି ଏକ ପରୀକ୍ଷା ଦେବା ପାଇଁ। ଆମେ କଥା ହେବା ଭିତରେ ଆସି ପହଞ୍ଚିଗଲା କୋଣାର୍କ ଏକ୍ସପ୍ରେସ୍। ସୌଭାଗ୍ୟବଶତଃ ଗୋଟିଏ ବଗି S5ରେ ଥିଲା ଆମ ଦୁହିଁଙ୍କ ସିଟ୍। ଦୁହେଁ ପାଖ ସିଟ୍ ଲୋକଙ୍କୁ ଆମ ସିଟ୍ ଦେଇ ଆମେ ଦୁହେଁ ପାଖରେ ବସିଲୁ।